জয় জগদীশ হরে। ওঠা গাধি লগাইছি ভাব বিনোদিয়া। গোসাই গোসাই ପାଲା ଗାଉଛ, ଶ୍ଲୋକ ଗାଉଛ, ଶ୍ଲୋକର ଅର୍ଥ ତ ଶ୍ରୋତା ମାନଙ୍କୁ ଜଣଉନ। ତେଣୁ କାଲା ଆଗରେ କାକୁଡି ଚୋବେଇବା ଯାହା, ତମ ଶ୍ଲୋକ ଗାଇବାର ଭାବ ହଉଛି ସେଇଆ, ନନ୍ଦ ପୁଅ କାହ୍ନା କହୁଥିଲେ ଆଗରେ ନଭେ ନିଲୁ ମନା ବାଟ ଯୋଗୀ ଘାଟ ମାଗେ ଓ ବାଟ ଯୋଗୀ ଘାଟ ମାଗେ ହେ ନନ୍ଦ ପୁଅ କାହ୍ନା କହୁଥିଲି ଆଗରେ ନଭେ ନିଲୁ সুন্দরী ব্রজরামাণী বৃন্দাবনে শিরোমণি ও সুন্দরী ব্রজরামাণী বৃন্দাবনে শিরোমণি ও মুন্দাইনি কারুথি তুম ও মুন্দাইনি কারুথি তেণিকি যাও না কহুଥିଲି ଆଗରାରେ। ସୌଭାଗ୍ୟବତୀ ହୋ, ଜଗନ୍ନାଥ କୃପା କରନ୍ତୁ, ପୁତ୍ର ପୁତ୍ର ସୁଖୀ ଭବନ୍ତୁ। କଲୁ ତାକୁ ଗଳେ ହାର ତେଣୁ କୂଳରୁ ବାହାର କଲୁ ତାକୁ ଗଳେ ହାର ତେଣୁ କୂଳରୁ ବାହାର କଲୁ ତାକୁ ଗଳେ ହାର ତେଣୁ କୂଳରୁ ବାହାର କଲୁ ତାକୁ ଓ ବୃନ୍ଦାବନେ ଶୁଭୁଅତି ଓ ବୃନ୍ଦାବନେ ଶୁଭୁଅତି ପଞ୍ଚି ଶୋନେ ତାନା କହୁଥିଲି ଆଗରାରେ ନଭେ ବେଙ୍ଗାଲ ଗୁରୁକୁ ପଳେଇ ଆସିଲେଣି ଆଜ୍ଞା, ରାତି 11ଟା ବେଳକୁ ଫୋନ କରିବେ। ମାନ ଗୋବିନ୍ଦ କାଇ ମାନ କଲେ ନାରାଇ ଗো ମାନ ଗୋବିନ୍ଦ କାଇ ମାନ କଲେ ନାରାଇ গো ମାନ ଗୋବିନ୍ଦ କାଇ
ଚମକେଇ ଦଉଛି। ଲେଖିଲେ ଗଣେଶ ଭାସ୍କର ହରିହେ ଶିବ ଦୁର୍ଗା ତଥୈବ ଚ। ঘৃণা ভীর্ণন কর্তব্যম পঞ্চদেব নমস্তুতে। ঝঙ্করে সদাবার সমাগ সিংহ বাহিনী শারদে। মম কণ্ঠে বসতি নিত্যমা পদ কথিত কেবল। উমাশাসু রাশি ভবতঙ্গ বল্লী ভাসৈব দাসী কৃত দুগ্ধ সিন্ধু। মন্দ স্মৃতৈর নিন্দিত শারদেন্দু। বন্দে রবীন্দ্রাসন সুন্দরীত্বং। কলা ভেট পাইলে করন্তি মিনতি। ভেট পাইলে করন্তি মিনতি। করপত্র যোড়ি পাদ তলে পড়ি। করপত্র যোড়ি পাদ তলে পড়ি। সুখ দুঃখ মোর জଣାନ୍ତି পেট। শব্দ ন শুভন্তে ত্রয় লোকরে। শব্দ শুভিলানি তিনি পুররে। ভণে ভীম ভই প্রভু পাদে ধিয়াই। ভণে ভীম ভই প্রভু পাদে যাই। হরে ভীম হই প্রভু পাদে যাই। কলা সুখ দুঃখ মোর জଣାନ୍ତି। পেট পাইলে করନ୍ତି মিনতি।
লিখিলে মেঘাঙ্গী বিগতম্বরা সব শিবার বা ত্রিনেত্রা ঘোরা কর্ণালম্বিত বাল যুগর ভয়দার মুন্ড স্রজা মালিনী বিতোর্ধম অহিমরুচিং পুরদ্বারং খড়গং চ সভ্যেতরে চণ্ডাশ্চণ্ড হর্য ক্ষিয় খগম মৃগম নিশ্চয়া মালো বন্দে সদা কালিকা আনন্দ কন্দ পরমানন্দ জগদানন্দ পরমেশ্বর পরমর্চন্য পরম বন্দনীয় শ্রী সত্যনারায়ণ মহাপ্রভু কল্যাণময়ী জগদেশ্বরী বিন্ধেশ্বরী ভগবতী ঝঙ্কটবাসিনী মা শারদেবর দে তথা ইয়ং পীঠেশ্বরী অধিষ্ঠাত্রী দেবী মা কালীঙ্কর অভୟ পদকঞ্ଜরে চিତ୍ତমନକୁ ଅର୍ପଣ କରି ସାରିବା ପରେ ପରେ ବାଇଆରେ ପୀର ଦରବାର ଉପରେ ମଙ୍ଗଳାଚରଣ ରୂପକ ଶ୍ଳୋକଟିଏ ମୁଁ ଉପଢୌକନ ଦେଇଛି। ଆଚ୍ଛା 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 ସମସ୍ତଙ୍କର ମଙ୍ଗଳ କାମନା ଲାଗି ଗୋଟାଏ ମଙ୍ଗଳାଚରଣ ଆପଣ କରିବେ ବୋଲି ମନସ୍ଥ କରିଛନ୍ତି। ସେ କିଏ ନା ବନ୍ଦେ ସଦା କାଳିକା ମା କାଳି ଆଜି ଆପଣଙ୍କର କଲ୍ୟାଣ କରିବ। ସମସ୍ତଙ୍କର କଲ୍ୟାଣ କରିବେ 56 କୋଟି ଜୀବର ସମସ୍ତଙ୍କର କଲ୍ୟାଣ କରିବେ ମା କାଳିକା। ଅଥଚ ସେ ମା କାଳି ତା ରୂପ ଦେଖିବା ପାଇଁ କେମିତିଆ ନା କବି କହିଲେ ମେଘାଙ୍ଗୀ ମେଘଯୁକ୍ତ ଅଙ୍ଗୀ ମେଘାଙ୍ଗୀ ମେଘର ରଙ୍ଗଟି ହେଲା କଳା ବିଗତମ୍ବରା ସବ ଶିବାର ବା ତ୍ରିନେତ୍ରା ଘୋରା ଯେ ସଦା ସର୍ବଦା ଅମ୍ବର ବୋଲେ ଶୂନ୍ୟରେ ଗତି କରେ। ଆଚ୍ଛା ଆଚ୍ଛା ଶୂନ୍ୟରେ ବିହାର କରନ୍ତି ଯେଉଁ ମା ଯାହାର ଅନ୍ୟ ନାମ ହେଲା ଶିବା। ଶିବା ଆଚ୍ଛା ଶିବଙ୍କ ସ୍ତ୍ରୀ ହେଇଥିବାରୁ ତା ନାଁ ହେଲା ଶିବା। ଆଚ୍ଛା 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 ଶିବଙ୍କର ଘରଣୀ ହୋଇଥିବାରୁ ନାଁ ହେଲା ଶିବା। କବି କହିଲେ ତ୍ରିନେତ୍ରା ଘୋରା ମୋ ମାର ଆଖି ହେଉଛି ତିନିଟା। ଆମେ ତ ଯୋଡ଼ିଏ ଦେଖୁଛୁ ମାଙ୍କର ଆଖି ଆପଣ ତିନିଟା କହୁଛନ୍ତି ତୁ ବୁଝିପାରିବୁନି। ଆଚ୍ଛା ଆଚ୍ଛା ଆମେ ବ୍ରାହ୍ମଣ ମାନେ ଗାଉ ଧ୍ୟାୟେତ୍ ସୁବର୍ଣ୍ଣ ବର୍ଣ୍ଣାଭ୍ୟାଂ ତ୍ରିନେତ୍ରା ଚାରୁହାସିନୀ। ଆଜ୍ଞା 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 କଥାଟା ଏଠି ଅଛି ଆଉ। ତେଣୁ ମାର ଆଖି ହେଲା ତିନି। କର୍ଣ୍ଣାଲମ୍ବିତ ବାଳ ଯୁଗ୍ମର ଭୟଦା ମୁଣ୍ଡ ସ୍ରଜା ମାଳିନୀ। କର୍ଣ୍ଣାଲମ୍ବିତ କର୍ଣ୍ଣ ଠାରୁ ପାଦ ପର୍ଯ୍ୟନ୍ତ ମୁଣ୍ଡମାଳ ଶୋଭା ପାଇଛି ଯାର ହୃଦୟରେ କେଶରାଶି ଯାର ପାଦ ପଦ୍ମ ଯାଏ ପଡିଛି। ବିତୋର୍ଦ୍ଧଂ ହିମରୁଚୈ ଖର୍ଗଚ ସଭ୍ୟେତରେ ସଦା ସର୍ବଦା ଯୋଉ ମା ହାତରେ ଖଡଗ ଶୋଭା ପାଏ। ଉପାଗିଲ ଦୁଷ୍ଟ ମାନଙ୍କୁ ବିନାଶ କରିକି ସନ୍ଥଙ୍କୁ ପାଳିବା ପାଇଁ କେବଳ ଖଡଗ ଗୋଟିଏ ହସ୍ତରେ ଧରିଛନ୍ତି। ଚଣ୍ଡାଶ୍ଚଣ୍ଡ ହର୍ଜ କ୍ଷୟ ଖଗ ମୃଗ ନିଚୟା ଚଣ୍ଡ
ଅଚଣ୍ଡ ମାନଙ୍କର ଆଚ୍ଛା ବିନାଶ କରିବା ପାଇଁ ଉତ୍ପତ୍ତି ହେଇ ହସ୍ତରେ ଖଡଗ ଧରିଛି ଯୋଉ ମା କାଳିକା ଆଚ୍ଛା ସେଇ ଆଜି ଆପଣ ମାନଙ୍କର ମଙ୍ଗଳ ବିଧାନ କରନ୍ତୁ। ସର୍ବେ ବୋଲ ଆନନ୍ଦେ ଏକବାର ହରି ହରି ବୋଲ ହରି ବୋଲ ହରି ବୋଲ ହରି ବୋଲ ହରି ବୋଲ ଜୟ ଜଗଦୀଶ ହରେ ଏ ଆତ୍ମାରାମ ସନାତନ ବ୍ରହ୍ମ ନିରୂପଣ ଜୟ ଜଗଦୀଶ ହରେ ଜୟ ଜୟ ଜଗନ୍ନାଥ ବ୍ରହ୍ମାଣ୍ଡ ନାୟକ ଜୟ ଜଗଦୀଶ ହରେ ଚତୁର୍ଧା ମୂରତି ହରି ହେ ପଙ୍କଜ ମୁଖ ଜୟ ଜଗଦୀଶ ହରେ ଜୟ ଜୟ ଜଗନ୍ନାଥ ନୀଳାଚଳ ମୁଦ୍ରା ଜୟ ଜଗଦୀଶ ହରେ ଜନାଗ ଉପରେ ଭାଗ ଯୋଗ ନିଦ୍ରା ଜୟ ଜଗଦୀଶ ହରେ କାହିଁକି ଆସିଛୁ ମନ କିସ ନେବା ପାଇଁ ଜଗଦୀଶ ହରେ ଆସିଛୁ ଲଙ୍ଗଳା ତୁହି ଯିବୁ ଶୂନ୍ୟ ହୋଇ ଜୟ ଜଗଦୀଶ ହରେ ମାଟି ଘଟ ପିଞ୍ଜରାରେ ସୁବର୍ଣ୍ଣର ଶୁଆ ଜୟ ଜଗଦୀଶ ହରେ ଓଠା ଗାଧି ଲଗାଇଛି ଭାବ ବିନୋଦିଆ ଜୟ ଜଗଦୀଶ ହରେ ଶୁଣିବେ ଗୁଡ଼ିକ ଜନେ ଦେଇ କରି ମନ ଜୟ ଜଗଦୀଶ ହରେ ଯାହା ଯାହା ନ୍ୟାୟ ମାନ ହେବ ଆଲୋଚନା ଜୟ ଜଗଦୀଶ ହରେ ଆନନ୍ଦରେ ଦରବାରେ ଟିକେ ହରି ବୋଲ ହେଉ ଜୟ ଜଗଦୀଶ ହରେ କଲ୍ୟାଣ କରନ୍ତୁ ସମସ୍ତଙ୍କୁ ମହାବାହୁ ଜୟ ଜଗଦୀଶ ହରେ ସଭିଙ୍କ ଉପରେ ପଡୁ ମା କାଳୀର କଲ୍ୟାଣ ଜୟ ଜଗଦୀଶ ହରେ ଧନ୍ୟ ଧନ୍ୟ ଜନନୀଲ ଧନ୍ୟ ମୋ କରମ ଜୟ ଜଗଦୀଶ ହରେ ମା ଭଉଣୀ ଅଛ ଯେ ଜଣେ ଦିଅ ହୁଳ ହୁଳି ଜୟ ଜଗଦୀଶ ହରେ ବୀର ଦରବାର ଗଣ୍ଡି ପଡିବ ଉଛାଳି ଜୟ ଜଗଦୀଶ ହରେ ଜୟ ଜଗଦୀ ଲେଖିଲେ ଚତୁର ପଣ ପ୍ରବୀଣ ଇଏ ଗଣନା ଭୂଷଣ ଇଏ ମଣିଏ କଳ ଇଏ କଳା କଳ୍ପନାରୀ ତାପ ଆପଗା ତରଣୀ ରାତି ରାତି ସରଣୀ ବିଦର୍ଭ ବସୁଧା ପୂର୍ଣ୍ଣ ସୁଧା ଦିଧି ଏ ବାହାର ବିହାର ସମୟ ଏ ଅନ୍ତେ ଅନ୍ତପୁରେ କଲେ ଗମନୋଦୟ କଲେ
ପୁରାଣ ଖଣ୍ଡଟି ଆରମ୍ଭ କରିବାକୁ ଯାଇଛି। କବି କହିଲେ ଚତୁର ପଣ ପ୍ରବୀଣ ଗଣ ଗଣନା ଭୂଷଣ। ଚତୁର ପଣରେ ଚାଲାକ ପଣରେ ଆଚ୍ଛା ଯିଏ ପ୍ରବୀଣ, ଓହୋ ପ୍ରବୀଣ ଯିଏ ଚାଲାକ ଚତୁରରେ ପ୍ରବୀଣ ଯିଏ ପ୍ରବୀଣ ମାନଙ୍କ ଭିତରେ ଗଣ ଗଣ ଆଚ୍ଛା ଯେତେ ପବିତ୍ର ଗଣ ବୋଲେ ଚାଲାକ ଗଣିଆ ଅଛନ୍ତି। ଆଚ୍ଛା 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 ଯେତେ ଚାଲାକ ମାନେ ଅଛନ୍ତି ତାଙ୍କ ଭିତରେ ଜଣେ ଭୂଷଣ ଥାଏ ଏ ବୋପା କିଲୋ ବୋଲେ ଶ୍ରେଷ୍ଠ। ଶ୍ରେଷ୍ଠ ଜଣେ ଥାଏ। ଯେତେ ଚାଲାକ ଅଛନ୍ତି ତାଙ୍କ ଭିତରୁ ଜଣେ ଶ୍ରେଷ୍ଠ ଅଗ୍ରଗଣ୍ୟ। ସେ ଭୂଷଣ ମାନଙ୍କ ଉପରେ ଆଚ୍ଛା ଜଣେ ମଣି ଥାଏ। ଆଚ୍ଛା ଭୂଷଣ ଭିତରେ ନିଶ୍ଚିତ ଗୋଟେ ମଣି ଥାଏ ତ। ଯେମିତି କହନ୍ତି ଗାୟକ ମଣି, ଆହା ମରକତ ମଣି, ମଣି ଦିନ ମଣି, ହଁ ଶ୍ରେଷ୍ଠ ଜଣେ ମଣି ଥାଏ। ବାସ୍ ଚତୁର ପଣ ପ୍ରବୀଣ ଗଣ ଗଣନା ଭୂଷଣ ମଣି ଏ କଳ ଏ କଳା କଳ୍ପନା। ବାସ୍ ମୁଁ ଆଜି ସେଇ ଜଣେ ଶ୍ରେଷ୍ଠ ପୁରୁଷଙ୍କର ଆଚ୍ଛା କଳା କାରନାମା ଆହା କଳ୍ପନା ରୀତିରେ ବାସ୍ତବ ଚିତ୍ର ଆପଣ ମାନଙ୍କ ଆଗରେ ଦେବା ପାଇଁ ଚେଷ୍ଟା କରିବି। ବାସ୍ ଦିଅନ୍ତୁ ଦିଅନ୍ତୁ ଆଜ୍ଞା ସୁନ୍ଦର ହବ। କା ନାଁଟା କହିବି ଆହା କାକା ନା ନା ତାପ ଆପଗା ତରଣୀ। ଆଚ୍ଛା ତାପ ଆପଗାଁ ତରଣୀ। ତାପ ହେଲା ତ୍ରୟୀ ବୋଲେ ତିନି ପ୍ରକାର, ତିନି ପ୍ରକାର ତାପ। ଆଧ୍ୟାତ୍ମିକ, ଆଚ୍ଛା ଆଧି ଭୌତିକ, ଆଜ୍ଞା ଆଧି ଜୈଗିକ। ଆଚ୍ଛା ଆଚ୍ଛା ଏଇ ପ୍ରକାର ତିନି ପ୍ରକାର ତାପ ଅଛି। ଯାହାର ରୂପାନ୍ତରରେ କହନ୍ତି ସତରଜ ତମ। ବାସ୍ 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 ଅରାତି ରାତି ତରଣୀ। ହଁ ହଁ ଏ ତିନିଟା ଯାକ ତାପକୁ କାଟିବା ପାଇଁ ଆଜ୍ଞା ଅରାତି ବୋଲେ ଗୋଟେ ଶତ୍ରୁ ଅଛି। ଆଚ୍ଛା 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 ତିନି ତାପକୁ କାଟିବା ପାଇଁ ଗୋଟିଏ ଶତ୍ରୁ ଅଛି। ଆରେ ସେଇ ଶତ୍ରୁ ହେଲେ କିଏ କିଏ ସେ? ନା ଭଗବାନ କୃଷ୍ଣ। ଆଚ୍ଛା 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 ସେଇ କୃଷ୍ଣ ଗାଥାକୁ ଗଲା ବେଳେ ହଁ ହଁ ପ୍ରସଙ୍ଗଟା କୋଉଠୁ ଆସୁଛି କୋଉଠୁ ଆସୁଛି? ନା କବି କହିଲେ ବିଦର୍ଭ ବସୁଧା ପୂର୍ଣ୍ଣ ସୁଧା ଦିଧିତି। ବାସ୍ ବିଦର୍ଭ ବୋଲି ଗୋଟିଏ ରାଜ୍ୟ। ରାଜ୍ୟ ଅଛି। ଏଇ ବିଦର୍ଭ ବସୁଧା ମହି ଭିତରେ ବିଦର୍ଭ କଟକରେ ଆଚ୍ଛା ଜଣେ ରାଜା ଥାନ୍ତି। ହଁ ହଁ ତାଙ୍କ ନାଁ ହେଲା ଭୀଷ୍ମକ। ଆଚ୍ଛା ଭୀଷ୍ମଙ୍କ ବୋଲି ଜଣେ ନା ରାଜା। ସେ ରାଜାଙ୍କର କୀର୍ତ୍ତି କେମିତିଆ କିଭଳି କୀର୍ତ୍ତି? ନା ଶ୍ରୀଳହ ପ୍ରଜା ରଞ୍ଜନ ଲବଧ ବର୍ଣ୍ଣ। ରଣାଙ୍ଗନ ସ୍ଥାପିତ ଜୈତ୍ର କେତୁ। ବିଦର୍ଭାଧିପତି ଭୂମିରାତି ଧେୟ। ଧୀରଉ ବଭୌ ଭୀଷ୍ମକ ନାମ ଧ୍ୟେୟ। କବି କହିଲେ ଶ୍ରୀରହ ପ୍ରଜାରଞ୍ଜନ ଲବ୍ଧ ବର୍ଣ୍ଣ। ବାସ୍ ଗୋସେଇ ଆଜ୍ଞା ପାଲା ଗାଉଛ, ଶ୍ଲୋକ ଗାଉଛ, ଶ୍ଲୋକର ଅର୍ଥ ତ ଶ୍ରୋତା ମାନଙ୍କୁ ଜଣଉନ। ହଁ 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 ଠିକ କଥା ଆଜ୍ଞା। ତେଣୁ କାଲା ଆଗରେ କାକୁଡି ଚୋବେଇବା ଯାହା ହଁ ହଁ ତମ ଶ୍ଲୋକ ଗାଇବାର ଭାବ ହଉଛି ସେଇଆ। ସେଇଆ ଆରେ ଶ୍ଲୋକ ଗାଇବ, ଶ୍ଲୋକକୁ ପଙ୍ଖାନୁପଙ୍ଖ ଭାବରେ ସମସ୍ତଙ୍କୁ ବୁଝେଇ ପାରିଲେ ଶ୍ଲୋକ ଗାଇଲେ ସୁନ୍ଦର ହବ।